ପାଣିରୁ ମିଳିବ ତ୍ରାହି କାରଣ ଆସୁଛି ଲଘୁଚାପ ପ୍ରବଳ ବେଗରେ ବର୍ଷା ସହ ହେବ ପବନ କାଳ ବୈଶାଖୀର କରାଳ ରୂପ ଏଯାଏ ମନରୁ ନିଭେନି ଏବେ ପୁଣି ଆସୁଛି ଆଉ ଏକ ବଡ଼ ବର୍ଷା ପାଣିପାଗ କେନ୍ଦ୍ର ପକ୍ଷରୁ ଲଘୁଚାପ ନେଇ ଆସିଛି ବଡ଼ ଅପଡେଟ୍ ରାଜ୍ୟରୁ ଏବେ ବିଦାୟ ନେଇଛି କାଳ ବୈଶାଖୀ ଅନେକ ସ୍ଥାନରେ ଦେଖିବାକୁ ମିଳିଥିଲା କାଳ ବୈଶାଖୀର କରାଳ ରୂପ କେଉଁଠି ବଡ଼ ବଡ଼ ଗଛ ଉପୁଡ଼ି ଶୋଇଥିଲା ତ ପୁଣି କେଉଁଠି ଅନେକ ଘର ଭାଙ୍ଗି ମାଟିରେ ମିଶି ଯାଇଥିଲା ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ବଙ୍ଗୋପସାଗରରେ ଏବେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଆସନ୍ତା ଏପ୍ରିଲ 5 କିମ୍ବା 6 ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ଅପରପକ୍ଷରେ ଆଇଏମ୍ଡି ଆକଳନ ଅନୁଯାୟୀ ଏହା ବାତ୍ୟା ବା ଅବପାତର ରୂପ ନେବାର ସମ୍ଭାବନା କ୍ଷୀଣ ରହିଛି ବର୍ତ୍ତମାନ ସୁଦ୍ଧା ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ ସୂଚନା ମିଳିପାରିନି ସମ୍ଭାବ୍ୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଆଉ ମାତ୍ର ଅଳ୍ପ କେତେ ଦିନ ବାକି ହେଲେ ଏଭଳି ପୂର୍ବ ସୂଚନା ପାଇ ଭୟଭୀତ ହୋଇପଡ଼ିଲେଣି ଓଡ଼ିଶାବାସୀ ଆଜି ବି ମନେ ପଡ଼ୁଛି ଅନେଶତ ମହାବାତ୍ୟାର କରାଳ ରାତିର କାହାଣୀ କଥା ଆଉ 2 ରୁ 3 ଦିନ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସୂଚନା ମିଳିଛି ହେଲେ ଘୂର୍ଣ୍ଣିବଳୟର ଗତି ଓ ତୀବ୍ରତା କେତେ ରହିବ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିବ କି ନାହିଁ ସେ ସମ୍ପର୍କରେ ଏବେଠାରୁ କହିବା ମୁସ୍କିଲ ତେବେ ରାଜ୍ୟରେ କାଳବୈଶାଖୀ ବର୍ଷା ବେହାଲ କରିଥିବା ବେଳେ ଏବେ ପୁଣି ଥରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏଣୁ ଝଡ଼ ବର୍ଷା କଥା ଶୁଣି ଏବେଠୁ ଭୟ ଆତଙ୍କରେ ଥରିଲେଣି ଓଡ଼ିଶାବାସୀ ବ୍ୟୁରୋ ରିପୋର୍ଟ ନ୍ୟୁଜ୍ ୱେଭ୍ ଓଡ଼ିଶା।